ଗାଡ଼ି ଧକ୍କାରେ ଭାଙ୍ଗିଲା ଲାଇଟ୍ ପୋଷ୍ଟ। ପ୍ରସିଦ୍ଧ ଶୈବପୀଠ କପିଳାସଠାରେ ଘଟିଛି ଏକ ଦୁର୍ଘଟଣା। ଭାଙ୍ଗିଯାଇଛି ଲାଇଟ୍ ପୋଷ୍ଟ। ଘଟଣାରୁ ଜଣାଯାଏ ଗତକାଲି ବିଳମ୍ବିତ ରାତିରେ ଏକ ଭାରୀ ଯାନ ଗାଡ଼ି ଯାହାର ନମ୍ବର OD35H3378 ଦ୍ରୁତ ଗତିରେ ଆସୁଥିବା ସମୟରେ କପିଳାସର ମୁଖ୍ୟ ଛକଠାରେ ଥିବା ଏକ ଲାଇଟ୍ ପୋଷ୍ଟକୁ ଜୋରରେ ଧକ୍କା ଦେଇଥିଲା, ଯାହାଫଳରେ ଉକ୍ତ ଲାଇଟ୍ ପୋଷ୍ଟଟି ଭାଙ୍ଗିଯାଇ ତଳେ ପଡ଼ିଯାଇଥିଲା। ଏହାପରେ ଖବର ପାଇ କପିଳାସ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଗାଡ଼ିଟିକୁ ଜବତ କରି ଫାଣ୍ଡିଠାରେ ରଖାଯାଇଛି। କିନ୍ତୁ ଏହି ଅଘଟଣ ପରେ ମୁଖ୍ୟ ଛକଟି ଗତକାଲିଠାରୁ ଅନ୍ଧାରରେ ରହିଛି। ରାତ୍ରି ସମୟରେ ସେଠାରେ ଚଳପ୍ରଚଳ ହେବା ସମସ୍ୟା ଦେଖାଯାଉଛି। ବର୍ତ୍ତମାନ ଭାଙ୍ଗିଯାଇଥିବା ଉକ୍ତ ଲାଇଟ୍ ପୋଷ୍ଟର ମୂଲ୍ୟ ଲକ୍ଷାଧିକ ଟଙ୍କା ଅଟେ। କିନ୍ତୁ ବର୍ତ୍ତମାନ କିଏ ଉକ୍ତ ଲାଇଟ୍ ପୋଷ୍ଟର ମରାମତି କରି ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବ, ଏହା ଅଞ୍ଚଳବାସୀଙ୍କ ପାଇଁ ଏକ ପ୍ରଶ୍ନବାଚୀ ହୋଇଛି। ଢେଙ୍କାନାଳରୁ ସୌମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ୍।